आम्ही ଯେତେବେଳେ ଆଲୋଚନା କରୁଛେ ଆୟୁଷ୍ମାନ ଯୋଜନା କଥା ଆଉ ଏଥିରେ ଯେଉଁ କାର୍ଡ଼ର ବ୍ୟବହାର କଥା ଦୁଇଟି କଥା ଆସୁଛି। ପ୍ରଥମ କଥା, ଯେଉଁମାନେ କାର୍ଡ଼ ହୋଲ୍ଡର ତାଙ୍କୁ ଠିକ୍ରେ ଚିକିତ୍ସା ସେବା ମିଳୁଛି ନା ନାହିଁ। ଆମେ ସମସ୍ତେ ଜାଣିଛେ ଆୟୁଷ୍ମାନ କାର୍ଡ଼ରେ ଯେଉଁ ସେବା ମିଳୁଛି ସିଲେକ୍ଟିଭ, କେତୋଟି ଜିନିଷରେ ସେବା ମିଳୁଛି, ସବୁ ଜିନିଷରେ ମିଳୁନାହିଁ। ଆପଣଙ୍କର ଯାହା ବି ଦେହ ଖରାପ ହେଲେ ଆୟୁଷ୍ମାନ କାର୍ଡ଼ ତାକୁ କଭର କରୁନାହିଁ। ଆପଣ ଦେଖିବେ ଓପିଡ଼ିରେ ଯାହା ଖର୍ଚ୍ଚ ହେବ ଆୟୁଷ୍ମାନ କାର୍ଡ଼ରେ ନାହିଁ। ଆପଣଙ୍କର ଯଦି ଦିନକରୁ ଅଧିକା ଆପଣ ଆଡ଼ମିଟ୍ ହେଇନଥିବେ, ଆଡ଼ମିଟ୍ ନହେଲେ କୌଣସି ପ୍ରକାର ଆପଣଙ୍କୁ ଟ୍ରିଟମେଣ୍ଟ ଖର୍ଚ୍ଚ ଆୟୁଷ୍ମାନ କାର୍ଡ଼ରୁ ମିଳୁନି। ଏବଂ ସ୍ପେଶିଆଲାଇଜ୍ଡ କେତୋଟି ଜିନିଷ ଅଛି ଯେଉଁଥିରେ କ୍ୟାପ୍ ବି ଅଛି, ମାନେ ଏଇ ରୋଗରେ ଏତିକି ଟଙ୍କାରୁ ଅଧିକ ଆପଣଙ୍କୁ ମିଳିବନି। ଏବଂ ଆମେ ଦେଖୁଛେ ସେଇ ଅନୁସାରେ ଗୋଟେ ଚିକିତ୍ସା ବ୍ୟବସ୍ଥାରେ ଆୟୁଷ୍ମାନ କାର୍ଡ଼ ହୋଲ୍ଡରମାନଙ୍କ ପ୍ରତି ପାତର ଅନ୍ତର ବି କରାଯାଉଛି। ସବୁ ଚିକିତ୍ସା ମିଳୁନି ଏବଂ ନିର୍ଦ୍ଦିଷ୍ଟ ଭାବରେ ପାତର ଅନ୍ତର ହେଉଛି। ଏ ତ ଗଲା ରୋଗୀର ଦିଗ। ସରକାର ଏଇ ଯୋଜନାରେ ଯେତେବେଳେ କୋଟି କୋଟି ଲୋକଙ୍କୁ ରେଜିଷ୍ଟ୍ରେସନ୍ କଲେ, ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ତିଆରି କରିନାହାନ୍ତି ଏବଂ ପ୍ରାଇଭେଟ୍ ହସ୍ପିଟାଲ୍ସ ମାନଙ୍କ ସହିତ ଟାଇପ୍ କରିଛନ୍ତି। ଇଣ୍ଟରେଷ୍ଟିଂ ହେଉଛି ୟା ପଛରେ ଏ ଯେଉଁ ରେଜିଷ୍ଟ୍ରେସନ୍ କରିବା, ପ୍ରାଇଭେଟ୍ ହସ୍ପିଟାଲ୍ ସହିତ ଟାଇପ୍ କରିବା, ରୋଗୀ ଠିକ୍ରେ ତାଙ୍କର ଚିକିତ୍ସା ସେବା ନ ପାଇବା ବ୍ୟତୀତ ଆଉ ଗୋଟେ ବଡ଼ ଦିଗ ହେଉଛି ଯେ ବଡ଼ ମ୍ୟାସିଭ୍ ଘୋଟାଲା, ଯେଉଁଟା କମ୍ପ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲଙ୍କ ରିପୋର୍ଟ ଯେଉଁ ଆସିଛି ଏଥରକ, ସେ ରିପୋର୍ଟ ସ୍ପଷ୍ଟ କରିଛି ଯେ ଗୋଟେ କଣ୍ଟାକ୍ଟ ନମ୍ବରରେ 7,500 କାର୍ଡ଼ ଇସ୍ୟୁ ହୋଇଛି। ଗୋଟିଏ କଣ୍ଟାକ୍ଟ ନମ୍ବରରେ, ଯେଉଁଟା ମୁଁ ଦେଖୁଥିଲି 7,50,000 ଗୋଟିଏ କଣ୍ଟାକ୍ଟ ନମ୍ବର। ସେମିତି ଅନେକ ଡିସ୍କ୍ରିପାନ୍ସିସ୍ କମ୍ପ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ବାହାର କରିଛନ୍ତି ଏବଂ ସେ କହୁଛନ୍ତି ଏଇଟା ଗୋଟେ ମ୍ୟାସିଭ୍ ଘୋଟାଲାରେ ପରିଣତ ହେଇଛି। ଆମମାନେ ଦେଖୁଛେ ବର୍ତ୍ତମାନ ସାଧାରଣ ଲୋକ ଯେଉଁମାନେ ମିଡ଼ିଲ୍ କ୍ଲାସ୍, ଆୟୁଷ୍ମାନ କାର୍ଡ଼ ଥିବା ସତ୍ତ୍ୱେ ବର୍ତ୍ତମାନ ତାଙ୍କୁ ଅନ୍ୟ ଇନ୍ସୁରାନ୍ସ, ହେଲ୍ଥ ଇନ୍ସୁରାନ୍ସ କରିବାକୁ ବାଧ୍ୟ ହେଉଛନ୍ତି, କାରଣ ସଫିସିଏଣ୍ଟ ସେବା ଏଥିରେ ମିଳୁନାହିଁ। କିନ୍ତୁ ସରକାରଙ୍କର ଏଥିରେ କୌଣସି ମତଲବ ନାହିଁ। ସରକାର କହୁଛନ୍ତି ଯେଉଁ ପର୍ଯ୍ୟନ୍ତ ଆୟୁଷ୍ମାନ କାର୍ଡ଼ ଯୋଜନା ଚାଲିଛି, ଘୋଟାଲା ଚାଲିଛି, ରୁଲିଂ ପାର୍ଟି ମାଲାମାଲ ହେଉଛି, ଲୋକ ସେବା ନ ପାଇଲେ ଚଳିବ। ଆଉ ଭାରତୀୟ ଜନତା ପାର୍ଟିର ଏଇଟା ଚରିତ୍ର। ଯେତେ ବଡ଼ ବଡ଼ ଯୋଜନା ଘୋଷଣା କରିଛନ୍ତି, ଆପଣ ଆଜି ଦେଖିବେ ଘୋଟାଲା ପରେ ଘୋଟାଲା, କିନ୍ତୁ ତା ଆଉଟକମ୍ ନାହିଁ। ନରେନ୍ଦ୍ର ମୋଦି ବଢ଼ିଆ ସ୍ଲୋଗାନ ଦିଅନ୍ତି। ସେ ମେକ୍ ଇନ୍ ଇଣ୍ଡିଆଠୁ ଆଜି ପର୍ଯ୍ୟନ୍ତ ଯେତେ ଯେତେ ଯୋଜନା ଆପଣ ଦେଖିବେ, ସବୁ ଯୋଜନାର ତର୍ଜମା କରନ୍ତୁ। ସରକାର ଗୋଟେ ଥର ଘୋଷଣା ଦେଇକି କରିକି ଲଞ୍ଚ କରିସାରିଲା ପରେ ଆଉ କେବେ ରିଭ୍ୟୁ କରିନାହାନ୍ତି, କେବେ ସେ ଯୋଜନା ନାଁ କହିନାହାନ୍ତି। 100 ସ୍ମାର୍ଟ ସିଟି କଥା କହୁଥିଲେ, ତା ନାଁ ଆଉ ଧରୁନାହାନ୍ତି। ଆୟୁଷ୍ମାନ ଯୋଜନାରେ ସମସ୍ତେ ସ୍ୱାସ୍ଥ୍ୟ ସେବା ପାଇବେ କହୁଥିଲେ, ବର୍ତ୍ତମାନ ସେ କଥା ଆଉ ନାହିଁ। ତେଣୁ ଏ ସରକାର ଗୋଟେ ଜନବିରୋଧୀ ସରକାର, ଗୋଟେ ଭ୍ରଷ୍ଟାଚାରୀ ସରକାର। ଆଉ କମ୍ପ୍ଟ୍ରୋଲର ଅଡ଼ିଟର ଜେନେରାଲ ଆଜି ପ୍ରମାଣିତ କରିଛନ୍ତି ଆୟୁଷ୍ମାନ ଯୋଜନାରେ ମଧ୍ୟ ଭ୍ରଷ୍ଟାଚାର ହେଉଛି। ଦେଖନ୍ତୁ, ମୋଦି ସରକାର PM କେୟାର ଫଣ୍ଡ କଥା ଆସିଲା, କହିଲେ ଏଇଟା RTIରେ ଆସିବେନି, କେହି ଜାଣିବେନି। ଇଲେକ୍ଟୋରାଲ୍ ବଣ୍ଡ ଆଣିଲେ, ଯେଉଁଥିରେ ଲୁଚା ଛପାରେ ପଲିଟିକାଲ ପାର୍ଟି କେମିତି ଦାନ ନେବା ଚିନ୍ତା କଲେ ଏବଂ ଆପଣମାନେ ଦେଖିଲେ ED ରେଡ୍ ହେଲା, ତାପରେ ବିଜେପିର ପଇସା ପଡ଼ିଲା। ତ ସବୁ ଯୋଜନାକୁ ଏମିତି ତିଆରି କରାଯାଉଛି ଯେଉଁଥିରେ ଭାରତୀୟ ଜନତା ପାର୍ଟି ଆଜି ଏତେ ଅଧିକ ମାନେ ଆର୍ଥିକ ଦିଗରୁ ଶକ୍ତିଶାଳୀ। ଆମେ ଦେଖୁଛେ ତା ଆକାଉଣ୍ଟରେ ଭାରତବର୍ଷର ସବୁଠୁ ଅଧିକ ଯେତେ ଚାନ୍ଦା, ତା'ର 80%ରୁ ଅଧିକ ବିଜେପି ଆକାଉଣ୍ଟରେ। ପ୍ରତି ଜିଲ୍ଲାରେ ତାଙ୍କର ଜମି କିଣୁଛନ୍ତି, ଘର ମାନେ ବିଲ୍ଡିଂ କରୁଛନ୍ତି, ବିଜେପିର ଅଫିସ୍ ତିଆରି ହେଉଛି। ଏତେ ଯେଉଁ ହ୍ୟୁଜ୍ ମନି, ଇଏ ଭାରତବର୍ଷରେ ଗୋଟେ ପ୍ରକାର ଗଣତନ୍ତ୍ରରେ ଅସମାନତା କ୍ରିଏଟ୍ କରିଛି। ଆଜି ଭାରତୀୟ ଜନତା ପାର୍ଟି ଯେକୌଣସି MLAକୁ କିଣିପାରୁଛି, MPକୁ କିଣିପାରୁଛି, EDରେ ଧମକେଇ ପାରୁଛି, ବେପାରୀକୁ ଧମକେଇ ପାରୁଛି। ଆଉ ତା'ର ରେଜଲ୍ଟ ବି ଆମେ ଦେଖୁଛେ ଯେ ଗୋଟେ ପଟେ ଭାରତୀୟ ଜନତା ପାର୍ଟିର ଅର୍ଥବଳ, ବାହୁବଳ, ED, CBI, କୋର୍ଟ ମାଧ୍ୟମରେ ପୁରା ଅପୋଜିସନ୍ ଆଉ ବେପାରୀମାନଙ୍କୁ କବ୍ଜା କରିବାର ଯେଉଁ ଚାଲ, ସେଇଟା ଲୋକମାନେ ଦେଖିପାରୁଛନ୍ତି। ଆୟୁଷ୍ମାନ ଭାରତରେ ଯେ ରୋଗୀଙ୍କ ପିଛା ଯେତିକି ଖର୍ଚ୍ଚ ହେଇଛି ଆଉ ଆଡ଼ଭର୍ଟାଇଜମେଣ୍ଟରେ ଅଧିକ ଖର୍ଚ୍ଚ ହେଇଛି ସେ କଥା ନାହିଁ। ଆପଣ ଜାଣିଥିବେ ଯେଉଁ ଦିଲ୍ଲୀରେ ରେପ୍ କେସ୍ ହେଲା,
तापर सुप्रीमकोर्ट निर्देश 2000 कोटी टंकार गोटे विक्टिम सर्वाइवर मान फंड होता तार अधिकांश आसला जे मोदी प्रचार प्रसार खर्च होती टंकाटे खर्च होनी रेप सर्वाइवर जेते योजना आपन देखिए बहुत बड़ अंश गोटे एडवर्टाइजमेंट रे खर्च होटा मोदी सरकार गोटे पॉलिसी जे प्रचार प्रसार आ काम किसी नुह तेणु यहाँ नुआ कथा नुह केवल आयुष्मान योजना कथा नुह सबु योजन मोदी सरकार प्रचार प्रसार बहुत खर्च करा गणमाध्यम को कब्जा रखापी चेष्टा भी आपण मैंने देखुं मेन स्ट्रीम गणमाध्यम केमती भारतीय जनता पार्टी बहुत चाबुआ हो सारी तेणु मु भावुनी जे केवल आयुष्मान योजना प्रत्येक योजन बर्तमान मोदी सरकार प्रचार प्रसार उपर ध्यान दौरान एवं सर्विस बा क्वालिटी और लोक मानू केते बेनिफिट मिल पार ता बहुत कम चर्चा।